अनेक दिन है फेरुनी कहीं राज्य उस को स्वामी स्वरूपा आम पुत्र तन्मय अभिनय जाइछन्ति गुरुकुल आश्रम को शिक्षा विद्या लाभ करने हाँ स्वरूपा सर्व शिक्षा विद्या रे परिपूर्ण होई फेरी आसछन्ति आज राजवंश को स्वामी आमरी घर को सत कहूच हाँ प्राणेश्वर ताहेले आमे एठी किछि खणी अपेक्षा करिबा आम पुत्र मानक फेरिबा पथ को चाहि बसिबा हाँ स्वामी हलो माता उठ बस्य भगवान तमर मंगल करंतु रे भगवान तमर मंगल करंतु अरे ये धन तन्मय विनय बापा सर्वबुद्धि विद्या रे निपुण हई फेरी आसिच तो राज्य उस को हाँ बापा आंबे बेनी भाई सर्वबुद्धि विद्या रे निपुण हई फेरी आसिचो आपणक पाखकु सत कहूच धन हाँ बापा हेले आसिला बेलकु कड़ोसी बाधा विघ्न झड़ झंझा छोईनी तो बापा धन रे माँ हाँ रे धन आपण मानक आशीर्वाद जीति मिली ए आम मस्तक परि अछि हाँ रे बाबा हाँ बापा अरे बापा हाँ माँ आपण मानक आशीर्वाद जीति मिली ए आम मस्तक परि अछि कोनोसी बाधा विघ्न झड़ झंझाबा छेब केते बेली सेई कथा तो पचारुथिलो रे धन बापा विनय माँ धन आपण हेउछन्ति आम चलन्ति ठाकुर हाँ रे धन आशीर्वाद रही था ए मस्तक रे ए मस्तक रे स्नेह प्रेम ढाली दिया आम उपरे आम उपरे आशीर्वाद रही था ए मस्तक रे ए मस्तक रे स्नेह प्रेम ढाली दिया आम उपरे आहे पिता माता पूज्य देवता आहे पिता माता पूज्य देवता हसुति मुखे लुटिबु तुम आगरे हो 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 आशीर्वाद रही थाउ ए मस्तक रे ए मस्तक रे स्नेह प्रेम ढाली दिया आम उपरे जीवने झड़ झंझा आसीब नाही आसिले भी पणते मानबे करे ए जीवने झड़ झंझा आसीब नाही आसिले भी पणते मानबे करे आसु जेते बाधा विघ्न अंधार राति खेली देबे पादे पिता पाती न छाती आहे पिता माता पूज्य देवता आहे पिता माता पूज्य देवता नाचुथिबु गाउथिबु नुआ छंदरे हो 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 आशीर्वाद रही थाउ
ଆମ ଭଲ ପାଇବା ସ୍ନେହ ଶ୍ରଦ୍ଧା ଚିରଦିନ ପାଇଁ ଅଛି ତମ ମସ୍ତକେ। ନିଃସନ୍ଦେହରେ ବାପା। ହରେ ଧନ ହେଲେ ବାପା ଧନ ମାନେ ରେ ବାପା ତମେ ମାନେ ତ ଏଇନା ଆସିଅଛ, ଥକି ପଡ଼ି ଯାଇଥିବ। ସେଇଥିପାଇଁ ଯାଇକି ସେ ବିଶ୍ରାମ ଆଳୟରେ କିଛି କ୍ଷଣ ବିଶ୍ରାମ କର। ଆଉ ଜାଣିଛ ଧନ ମାନେ ବାପା କାଲିକୁ ଅଛି ଦେବ ଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି। ସେଇ ପୂଜା ଉତ୍ସବ ନିମନ୍ତେ ତମମାନଙ୍କୁ ଆଣିବାକୁ ହବ ସ୍ୱର୍ଣ୍ଣ ଚମ୍ପା ଫୁଲରେ ଧନ, ସ୍ୱର୍ଣ୍ଣ ଚମ୍ପା ଫୁଲ। ବିନୟ ଜ୍ୟେଷ୍ଠ ଭ୍ରାତ ଆସନ୍ତାକାଲି ଅଛି ଦେବ ଦେବ ମହାଦେବଙ୍କ ମହାଶିବ ଜାଗର ରାତ୍ରି। ଆଉ ସେଇ ପୂଜନ ଶୁଭ ନିମନ୍ତେ ଆମକୁ ସ୍ୱର୍ଣ୍ଣଚମ୍ପା ପୁଷ୍ପ ଆଣିବା ପାଇଁ ପଡ଼ିବ ରେ ବିନୟ। ତେବେ ଠିକ୍ ଅଛି ବଡ଼ ଭାଇ, ପିତାଙ୍କ ଆଦେଶ ଅନୁସାରେ ଆମେ ବେନି ଭାଇ ଚାଲିଯିବୁ ସେଇ ନିଘଞ୍ଚ ଘୋର ଅରଣ୍ୟ ମଧ୍ୟକୁ ଚମ୍ପା ଫୁଲ ନିରୀକ୍ଷଣ କରିବା ପାଇଁ। ହେଲେ ବଡ଼ ଭାଇ ବିନୟ ମୁଁ ତ ପୁରାପୁରି ଥକି ପଡ଼ିଛି। ତେବେ ଚାଲନ୍ତୁ ବିଶ୍ରାମାଳୟରେ କିଛି କ୍ଷଣ ବିଶ୍ରାମ କରି ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟକୁ। ତୁ ଠିକ୍ କହିଛୁ ରେ ବିନୟ। ବାପା ତନ୍ମୟ ମା ହରେ ଧନ ତାହେଲେ ଆମକୁ ବିଦାୟ ଦିଅନ୍ତୁ। ନିଶ୍ଚୟ ବାପା। ଆମେ କିଛି ସମୟ ବିଶ୍ରାମ କରି ଚାଲିଯିବୁ ସେଇ ନିଘଞ୍ଚ ଅରଣ୍ୟ ମଧ୍ୟରେ ଥିବା ପୁଷ୍ପ ଉଦ୍ୟାନ ମଧ୍ୟକୁ ସ୍ୱର୍ଣ୍ଣଚମ୍ପା ପୁଷ୍ପ ନିମନ୍ତେ। ହରେ ଧନ ତାହେଲେ ତମେ ଆସୁଛୁ ବାପା? ହରେ ବାପା। ଆସୁଛୁ ମା? ହରେ ଧନ ଆସୁଛୁ ବଡ଼ ମା? ଆଲୋ ଏ ବଡ଼ ରାଣୀ ସ୍ୱାମୀ ସାନ ରାଣୀ ଲୋ, କାଲି ପ୍ରଭାତକୁ ଚାଲିଯିବେ ଆମ ତନ୍ମୟ ବିନୟ ସେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସେଇ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ ନିମନ୍ତେ। ସ୍ୱାମୀ ହେଲେ ସେଇ ସ୍ୱର୍ଣ୍ଣ ଚମ୍ପା ଫୁଲ ଆଣିବା ଗୋଟେ ତୁଚ୍ଛ। ସ୍ୱାମୀ ଜାଣିଛ ବୁଦ୍ଧି ବିଦ୍ୟାରେ ତ ଦୁହେଁ ସମତୁଲ। ସ୍ୱାମୀ କିଏ ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ ବୋଲି ମୁଁ ଏମାନଙ୍କୁ ପରୀକ୍ଷା କରୁଛି। ଏଇଟା ଗୋଟେ ହେଉଛି ତନ୍ମୟ ବିନୟଙ୍କ ପାଇଁ ଗୋଟାଏ ପରୀକ୍ଷା। ସ୍ୱାମୀ ତାହେଲେ ଆପଣ ଆମ ସୁନପୁଆ ମାନଙ୍କର କିଛି ପରୀକ୍ଷା ନେବାକୁ ଚାହୁଁଛନ୍ତି କି ସ୍ୱାମୀ? ହଁ ସ୍ୱରୂପା। ଆଉ ଜାଣିଛ ସ୍ୱାମୀ ଯୋଉ ପୁତ୍ରଟା ପ୍ରଥମେ ନେଇକି ଆସିବ ସ୍ୱର୍ଣ୍ଣ ଚମ୍ପା ଫୁଲ ସ୍ୱାମୀ ତା ବିବାହ ପ୍ରସ୍ତାବ ପ୍ରଥମେ ପକେଇବି ବୋଲି ମୋ ମନରେ ସ୍ଥିର କରିଅଛି। ସ୍ୱାମୀ ସୁରେଖା ଆପଣ ଠିକ୍ ନିଷ୍ପତ୍ତି ନେଇଛନ୍ତି ସ୍ୱାମୀ। ହଁ ପ୍ରାଣପ୍ରିୟ, ତାହେଲେ ଯିବା ଆମେ ମଧ୍ୟ ସେଇ ବିଶ୍ରାମ ଆଳୟରେ କିଛି କ୍ଷଣ ବିଶ୍ରାମ କରି ଆମ ପୁତ୍ରମାନଙ୍କ ଫେରିବା ପଥକୁ ଚାହିଁ ବସିବା। ଚାଲନ୍ତୁ ସ୍ୱାମୀ। ହଁ ମହାରାଣୀ। ତେବେ ଚାଲନ୍ତୁ ଯିବା ଆଉ ଆମ ପୁତ୍ରମାନଙ୍କ ପଥକୁ ଚାହିଁ ବସିବା ସ୍ୱାମୀ।